ପ୍ରଶ୍ନ ହେଲା, ଅକ୍ଷୟ ସୁଖ କ'ଣ ଏବଂ ତାହା ଅନୁଭବ କରିବାର ଭାବ କ'ଣ? ଉତ୍ତର, ସଦା ଏକରସ ହୋଇ ରହୁଥିବା ପରମ ଆନନ୍ଦ ସ୍ୱରୂପ ଅବିନାଶୀ ପରମାତ୍ମା ହିଁ ଅକ୍ଷୟ ସୁଖ ଏବଂ ନିତ୍ୟ ନିରନ୍ତର ଧ୍ୟାନ କରି ସେହି ପରମାତ୍ମାକୁ ଅଭିନ୍ନ ଭାବରେ ପ୍ରତ୍ୟକ୍ଷ କରିବା ହିଁ ତାହା ଅନୁଭବ କରିବା। ଏହି ସୁଖ ସହିତ ଅନ୍ୟ କୌଣସି ବି ସୁଖ ତୁଳନୀୟ ନୁହେଁ। ସାଂସାରିକ ଭୋଗରେ ଯେଉଁ ସୁଖର ପ୍ରତୀତି ହୁଏ ତାହା ତ ଅତ୍ୟନ୍ତ ନଗଣ୍ୟ ଓ କ୍ଷଣିକ। ତା ଅପେକ୍ଷା ଧ୍ୟାନଜନିତ ସୁଖରେ ହେତୁ ହୋଇଥିବାରୁ ବୈରାଗ୍ୟ ଓ ଉପରତି ଜନିତ ସୁଖ ଅଧିକ ସ୍ଥାୟୀ ଏବଂ ଧ୍ୟାନଜନିତ ସୁଖ ପରମାତ୍ମାଙ୍କ ସାକ୍ଷାତ ପ୍ରାପ୍ତିର କାରଣ ହୋଇଥିବାରୁ ସେହି ଦୁଇ ସୁଖଠାରୁ ବି ଅଧିକ ସ୍ଥାୟୀ। ପରନ୍ତୁ ସାଧନା କାଳର ଏହି ସୁଖମାନଙ୍କ ମଧ୍ୟରୁ କୌଣସି ସୁଖକୁ ବି ଅକ୍ଷୟ କୁହାଯାଇପାରିବ ନାହିଁ। ଅକ୍ଷୟ ଆନନ୍ଦ ତ ପରମାତ୍ମାଙ୍କର ସ୍ୱରୂପ।